ଯେଉଁମାନଙ୍କୁ ଘିଅ ଭଲ ଲାଗିଥାଏ ଘିଅର ବାସ୍ନାରୁ ହିଁ ସେମାନଙ୍କ ଅଧା ପେଟ ପୁରିଯାଏ। ଭୋଜନର ସ୍ୱାଦକୁ ବଢ଼ାଇବା ପାଇଁ ଅନେକ ଲୋକ ଖାଦ୍ୟରେ ଘିଅ ବ୍ୟବହାର କରନ୍ତି। ତେବେ ଆସନ୍ତୁ ଜାଣିବା ଦୈନିକ ଖାଦ୍ୟରେ ଘିଅ ଯୋଗ କରିବା ଦ୍ୱାରା ଆମ ପାଇଁ ତାହା ଲାଭଦାୟକ ହୋଇଥାଏ ନା କ୍ଷତିକାରକ। କୋଷ ଗଠନ ଏବଂ ହରମୋନ ଉତ୍ପାଦନରେ ଏହାର ଗୁରୁତ୍ୱପୂର୍ଣ୍ଣ ଭୂମିକା ରହିଛି। ଘିଅରେ ଥିବା ଗୁଡ୍ ଫ୍ୟାଟ୍ ଶରୀରର ଅନ୍ୟ ପୋଷକ ତତ୍ତ୍ୱ ଗ୍ରହଣ କରିବା ଏବଂ ଶରୀରର ଦକ୍ଷତାକୁ ଉନ୍ନତ କରିବାରେ ସାହାଯ୍ୟ କରିଥାଏ। ସେହିପରି ଘିଅରେ ଥିବା ଗୁଡ୍ ଫ୍ୟାଟ୍ ଗୁଡ଼ିକ ମସ୍ତିଷ୍କ କାର୍ଯ୍ୟ ପାଇଁ ଗୁରୁତ୍ୱପୂର୍ଣ୍ଣ ଓ ସ୍ମୃତି ଶକ୍ତିରେ ଉନ୍ନତି ଆଣିବାରେ ମଧ୍ୟ ସହାୟକ ହୁଏ। ଘିଅର ଏକ ପ୍ରମୁଖ ଗୁଣ ହେଉଛି ଏହାର ଉଚ୍ଚ ବଟାଇ ରେଟ୍। ବଟାଇ ରେଟ୍ ହେଉଛି ଏକ ସର୍ଟ ଚେନ୍ ଫ୍ୟାଟି ଏସିଡ୍ ଯାହା ଅନ୍ତଃସ୍ଥଳର ସ୍ୱାସ୍ଥ୍ୟ ବଜାୟ ରଖିବାରେ ଏକ ପ୍ରମୁଖ ଭୂମିକା ଗ୍ରହଣ କରିଥାଏ। ତେବେ ଘିଅରେ ଭିଟାମିନ୍ ଏ ଏବଂ ଅନ୍ତର୍ଭୁକ୍ତ ପ୍ରାକୃତିକ ଆଣ୍ଟିଅକ୍ସିଡାଣ୍ଟ ଥାଏ। ଅକ୍ସିଡେଟିଭ୍ ଚାପ ଏବଂ ମୁକ୍ତ ରେଡିକାଲ ସହିତ ମୁକାବିଲା କରିବାରେ ସାହାଯ୍ୟ କରିଥାଏ। ସେହିପରି ଘିଅରେ ଥିବା ଫ୍ୟାଟି ଏସିଡ୍ ଏହାର ଭିଟାମିନ୍ ଏବଂ ଆଣ୍ଟିଅକ୍ସିଡାଣ୍ଟ ସହିତ ଚର୍ମ ସ୍ୱାସ୍ଥ୍ୟରେ ସହାୟକ ହୁଏ, ଯାହାଦ୍ୱାରା ଚର୍ମ ସଫା ଏବଂ ଚିକ୍କଣ ଦେଖାଯାଇଥାଏ। ଘିଅର ଆଣ୍ଟି ଇନଫ୍ଲାମେଟରୀ ଗୁଣ ବ୍ରଣ ପରି ଚର୍ମର ଦାଗ ହ୍ରାସ କରିବାରେ ମଧ୍ୟ ସାହାଯ୍ୟ କରେ। ଅନ୍ୟପଟେ ଘିଅରେ ଓମେଗା-3 ଫ୍ୟାଟି ଏସିଡ୍ ଭରପୁର ମାତ୍ରାରେ ଥିବାରୁ ଏହା ମସ୍ତିଷ୍କ ସ୍ୱାସ୍ଥ୍ୟ ପାଇଁ ଅତ୍ୟନ୍ତ ଲାଭଦାୟକ। ଲୋକେ ବିଶ୍ୱାସ କରନ୍ତି ଯେ ଘିଅ ଖାଇବା ଦ୍ୱାରା ଓଜନ ବୃଦ୍ଧି ହୋଇଥାଏ, କିନ୍ତୁ ଘିଅ ଖାଇବା ଦ୍ୱାରା ଶରୀରର ସୁସ୍ଥ ଓଜନ ବଜାୟ ରହିଥାଏ। ତେଣୁ ପ୍ରତିଦିନ 1 ରୁ 2 ଚାମଚ ଘିଅ ଖାଇବା ଶରୀର ପାଇଁ ଉପଯୁକ୍ତ ହୋଇଥାଏ।